ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୁଁ ତତେ କଥା ଦେଉଛି, ତୋ ଜୀବନକୁ ମୁଁ ପରିବର୍ତ୍ତନ କରିବି। କେତେବେଳେ ଆଉ କେମିତି ଯେ ପରିବର୍ତ୍ତନ ହେବ ସେ କଥା ତୁ ନିଜେ ବି ଜାଣିପାରିବୁନି। ତୁ ଆଜି ଯେଉଁ ବାବାଙ୍କୁ ଦୋଷ ଲଦି ଦେଉଛୁ ନା, ତୋ ବାବାକୁ କିଛି ଖରାପ ଲାଗୁନି, କାହିଁକି ନା ତୁମେ ତ ମୋର ସନ୍ତାନ। ତୁମର ମୋ ଉପରେ ସେତିକି ଅଧିକାର ଅଛି। ତୁମେ ମୋ ଉପରେ ରାଗିପାରିବ, ମୋତେ କିଛି ବି କହିପାରିବ, କାହିଁକି ନା ତୁମେ ମୋତେ ସେତିକି ଭଲ ପାଅ। ବ୍ୟସ୍ତ ହୁଅନି। ଆଜି ଏ ଯେଉଁ ସଙ୍କଟର ସମୟ ତୁମ ଜୀବନରେ ଆସିଛି, ଏ ସମୟ ବହୁତ ଜଲ୍ଦି ତୁମ ଜୀବନରୁ ଚାଲିଯିବ। ଆଉ ତୁମ ଜୀବନରେ ଗୋଟେ ନୂତନ ଅଧ୍ୟାୟ ଆରମ୍ଭ ହେବ। ବ୍ୟସ୍ତ ହୁଅନି ସନ୍ତାନ, ମୁଁ ସବୁବେଳେ ଛାଇ ପରି ତୁମ ପାଖରେ ଅଛି। ତୁମକୁ ମୋ ସୁରକ୍ଷା କବଚ ତଳେ ମୁଁ ରଖିଛି। ଚିନ୍ତା କରନି। ତୁମକୁ ଯିଏ ଯେତେ ଚାହିଁଲେ ବି ଦୁଃଖ ଦେଇପାରିବନି। ତୁମେ ସମୟ ଆସିଲେ ତୁମେ ନିଜେ ବୁଝିପାରିବ ଏ ସାଇ ତୁମ ପାଇଁ କ'ଣ କରିପାରେ। ଏବେ ତୁମର ଭରସା ମୋ ଉପରେ ପାଉନି, ସେଥିଲାଗି ତୁମେ ସନ୍ଦେହରେ ଘାଣ୍ଟି ହେଉଛ, ଆଉ କ'ଣ କରିବ ବୋଲିକି ଭାବୁଛ। କିଛି କରିବାକୁ ଚାହୁଁଛ, ହେଲେ କରିବାକୁ ଇଚ୍ଛା ହେଉନି। ମନଟା ତୁମର ଭାଙ୍ଗିଗଲାଣି। ମୁଁ ଜାଣିଛି ଏମିତି ପରିସ୍ଥିତି ଆସିଲେ ମନ ଭାଙ୍ଗିଯିବ, କିନ୍ତୁ ତୁମେ ଯଦି ମୋତେ ଟିକେ ସ୍ମରଣ କରିବ, ମୁଁ କହୁନି ଯେ ତୁମେ ମୋତେ ସ୍ମରଣ କର। ତୁମେ ଯେଉଁ ଭଗବାନଙ୍କୁ ଭଲ ପାଉଛ ତାଙ୍କ ନାମକୁ ସ୍ମରଣ କର। ଆଉ ରାତିରେ ଶୋଇଲା ବେଳେ ହନୁମାନ ଚାଳିଶା ପାଠ କରିକି ଶୋଇପଡ଼। ଦେଖିବ ତୁମ ଜୀବନରେ ବହୁତ ବଡ଼ ଚମତ୍କାର ହେବ। ଆଉ ତୁମ ଜୀବନରେ ସବୁକିଛି ଠିକ୍ ହେଇଯିବ। ମୁଁ ପ୍ରତି ମୁହୂର୍ତ୍ତରେ ତୁମ ସାଙ୍ଗରେ ଅଛି। ତୁମେ ଚିନ୍ତା କରନି ମୋର ସନ୍ତାନ। ତୁମର କେହି କିଛି କ୍ଷତି କରିପାରିବେନି। ତୁମର ଯାହା ଦରକାର ଏ ବାବା ତୁମକୁ ସବୁ ଦେବ। ଖାଲି ତୁମେ ମୋ ଉପରେ ଭରସା ରଖ, ଆଉ ଧୈର୍ଯ୍ୟ ଧର। ଧୈର୍ଯ୍ୟର ଫଳ ବହୁତ ମିଠା ହେଇଥାଏ। ମୁଁ ତୁମ ସାଙ୍ଗରେ ଅଛି।